ସାଙ୍ଗମାନେ ଦିନେ ଗୋଟେ ଟ୍ରେନରେ ଭିକାରୀଟା ଭିକ ମାଗୁଥିଲା। ସେ ଭିକାରୀକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଟ୍ରେନ ବଗିରେ ବସିଥିବା ଆଉ ଉପର ସିଟ୍ରେ ବସିଥିବା ଗୋଟେ ବ୍ୟକ୍ତିଟି ନିଜ ପକେଟରୁ ଗୋଟେ 10 ଟଙ୍କିଆ କଏନ୍ଟି ବାହାର କଲା, କିନ୍ତୁ ସେ ଓହ୍ଲେଇଲାନି। ତଳ ସିଟ୍ରେ ବସିଥିବା ଗୋଟେ ବ୍ୟକ୍ତିକୁ ସେ 10 ଟଙ୍କିଟି ଦେଲା ଆଉ କହିଲା ଭିକାରୀଟିକୁ ଦେଇଦିଅ। ସେଇଆ ହେଲା, ସେ ଲୋକଟି ସେ ଭିକାରୀଟାକୁ ଦେଇଦେଲା। କିନ୍ତୁ ଭିକାରୀ କ'ଣ କଲା, ସେ ଦେଇଥିବା ବ୍ୟକ୍ତିକୁ ବହୁତ ସାରା ଆଶୀର୍ବାଦ ଦେଲା ଆଉ କହିଲା ଭଗବାନ ତମର ମଙ୍ଗଳ କରନ୍ତୁ ଆଉ ତମକୁ ବହୁତ ସାରା ଆଶୀର୍ବାଦ ମିଳୁ। ତ ସଙ୍ଗେ ସଙ୍ଗେ ଆଉ ଜଣେ ବ୍ୟକ୍ତି ଏ ଜିନିଷ ଦେଖିଛି। ସେ ସାଥେ ସେ ଭିକାରୀ କହିଲା ଆରେ ଭାଇ ଇଏ ତମକୁ ସାହାଯ୍ୟ କରିନି, ଆକୁ କ'ଣ ତମେ ଆଶୀର୍ବାଦ ଦଉଛ? ସେ ଉପରେ ବସିଥିବା ଲୋକଟି ସାହାଯ୍ୟ କରିଛି। ସଙ୍ଗେ ସଙ୍ଗେ ଭିକାରୀ ସେ ଲୋକଟି କ'ଣ କହିଲା ଜାଣିଛନ୍ତି? କହିଲା ଆରେ ଭାଇ ମତେ ସିନା ଭଗବାନ ଅନ୍ଧ କରିଦେଇଛି, କିନ୍ତୁ ମୁଁ କିଛି ଦେଖିପାରୁନି, କିନ୍ତୁ ସେ ଭଗବାନ ତ ସବୁକି ଦେଖୁଛି। ତେଣୁ ସାଙ୍ଗମାନେ ଆପଣ ଯଦି କାହାକୁ ସାହାଯ୍ୟ ସହଯୋଗ କରୁଛନ୍ତି କେବେ ଚିନ୍ତା କରନ୍ତୁ ନାହିଁ, ସେ ଜାଣିବା ଦରକାର ଯେ ଆପଣ ତାକୁ ସାହାଯ୍ୟ କରୁଛନ୍ତି। କାହିଁକି ନା ଏ ଭଗବାନ ସବୁକିଛି ଦେଖୁଛି, ସିଏ ତାର ଫଳ ସ୍ୱରୂପ ଆପଣଙ୍କୁ ନିଶ୍ଚିତ ଦେବ। କ'ଣ ସାଙ୍ଗମାନେ ଠିକ କହିଲି ନା? ଜୟ ଜଗନ୍ନାଥ।